ଆଇନଗତ ପ୍ରତ୍ୟାଖ୍ୟାନ କୌଣସି ଜାତି, ଧର୍ମ ଏବଂ ସମୁଦାୟକୁ ଆକ୍ଷେପ କରିବା, କାହାର ଧାର୍ମିକ ଭାବନା ବିଶ୍ୱାସକୁ ଆଘାତ ଦେବା ଆମର ଉଦ୍ଦେଶ୍ୟ ନୁହେଁ। କିନ୍ତୁ ଆମର ସ୍ପଷ୍ଟ ଉଦ୍ଦେଶ୍ୟ ହେଉଛି ସମାଜର ଅନ୍ଧବିଶ୍ୱାସ, ଖରାପ ପରମ୍ପରା, କପଟତା, କୁପ୍ରଥା, ଭେଦଭାବ, ଅସମାନତା ବିଷୟରେ ମନୁଷ୍ୟର ଚିନ୍ତାଧାରା ଅନୁଯାୟୀ ଲୋକଙ୍କୁ ସଚେତନ କରାଇବା। ଅଜ୍ଞାନତା ହେଉଛି ଅନ୍ଧବିଶ୍ୱାସର ମୂଳ କାରଣ। ତର୍କ ଏବଂ ପ୍ରମାଣ ହେଉଛି ଏମିତି ଏକ ଅସ୍ତ୍ର ଯେଉଁଥିରେ ଅନ୍ଧବିଶ୍ୱାସକୁ ସମୂଳେ ବିନାଶ କରିହେବ। ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲ ଭାରତୀୟ ସମ୍ବିଧାନର ପ୍ରବନ୍ଧ 51A ଅନୁଯାୟୀ ବୈଜ୍ଞାନିକ ଚେତନା ଓ ମାନବବାଦୀ ସ୍ୱଭାବ ଏବଂ ମୌଳିକ କର୍ତ୍ତବ୍ୟକୁ ପ୍ରୋତ୍ସାହିତ କରେ। ଭାରତୀୟ ସମ୍ବିଧାନ ପ୍ରବନ୍ଧ 19(1) କ ଅନୁଯାୟୀ ସମସ୍ତଙ୍କୁ ବକ୍ତବ୍ୟ ଏବଂ ଅଭିବ୍ୟକ୍ତିର ସ୍ୱାଧୀନତାର ଅଧିକାର ଦିଆଯାଇଛି। ମମତା ନାୟକଙ୍କ ଲିଖିତ ପ୍ରସଙ୍ଗ ସଂରକ୍ଷଣ କାନୁନ ଦ୍ୱାରା ମହିଳାଙ୍କର ଶୋଷଣ। ସାରା ପୃଥିବୀରେ ପୁରୁଷ ପ୍ରାଧାନ୍ୟ ସମାଜ ଗଠନ ହୋଇଥିଲା। ସେଥିପାଇଁ ସବୁ ଦେଶରେ, ସବୁ ଧର୍ମ ସମ୍ପ୍ରଦାୟରେ ନାରୀମାନଙ୍କର ସ୍ଥାନ ଉଚ୍ଚରେ ନଥିଲା କିମ୍ବା ସମାନ ବି ନଥିଲା, ନିମ୍ନ ସ୍ଥାନରେ ହିଁ ରହିଯାଇଥିଲା। ପରିବର୍ତ୍ତିତ ସମୟ ଅନୁସାରେ ମହିଳାଙ୍କୁ ଶିକ୍ଷାପ୍ରାପ୍ତ କରିବାର ଅଧିକାର ମଧ୍ୟ ମିଳିଲା। ଶିକ୍ଷା ପରେ ସେମାନେ ନିଜର ମୌଳିକ ମାନବିକ ଅଧିକାର ସମ୍ପର୍କରେ ଅବଗତ ହେଲେ। ପ୍ରତ୍ୟେକ ଦେଶରେ ମହିଳାଙ୍କର ସୁରକ୍ଷା ଓ ଅଧିକାର ପାଇଁ ଆଇନ କାନୁନ ପ୍ରଣୟନ ହେଲା। ଆମ ଦେଶରେ ମଧ୍ୟ ଆଇନଜୀବୀମାନେ ପ୍ରତ୍ୟେକ ବର୍ଗର ମହିଳାଙ୍କ ଜୀବନ ସ୍ତର ଓ ସମସ୍ୟା ଉପରେ ଗଭୀର ଅନ୍ୱେଷଣ କରି ସେମାନଙ୍କର ସୁରକ୍ଷା ପାଇଁ ବିଭିନ୍ନ ଧାରାରେ କାନୁନ ପ୍ରଣୟନ କଲେ। ଆଜି ପର୍ଯ୍ୟନ୍ତ ନାରୀମାନଙ୍କ ପାଇଁ 15 ଗୋଟି କାନୁନ ପ୍ରଣୟନ ହୋଇଛି। ଦୁଃଖର କଥା ଯେ ତଥାପି ଆମ ଦେଶର ନାରୀମାନେ ସମ୍ପୂର୍ଣ୍ଣ ଭାବେ ସୁରକ୍ଷିତ ନୁହନ୍ତି। ସମସ୍ତ ପୀଡ଼ିତା ନାରୀ ଠିକ୍ ସମୟରେ ଠିକ୍ ଭାବେ ନ୍ୟାୟ ପାଇପାରୁନାହାନ୍ତି। ଏହାର କାରଣ ସମ୍ପର୍କରେ ଆଇନ ବିଶେଷଜ୍ଞ କୁହନ୍ତି, ପ୍ରଥମତଃ ଆଇନଗୁଡ଼ିକ ଠିକ୍ ଭାବରେ ଲାଗୁ ହୋଇପାରୁନାହିଁ। ଦ୍ୱିତୀୟତଃ ଆଇନଗୁଡ଼ିକର ଦୁରୁପଯୋଗ ହେଉଛି। ବର୍ତ୍ତମାନ ସମୟରେ ସବୁଠାରୁ ବେଶୀ ଦୁରୁପଯୋଗ ହେଉଥିବା କାନୁନ ହେଉଛି ଧାରା 498 କ, ଯାହାକି ଯୌତୁକ ନିର୍ଯାତନା କାନୁନ। ବେଶୀ ଯୌତୁକ ଆଣିନଥିବା ବିବାହିତ କନ୍ୟା ଉପରେ ଶ୍ୱଶୁର ଘରର ଲୋକମାନେ ଶାରୀରିକ ଓ ମାନସିକ ଭାବେ ନିର୍ଯାତନା ଦେଉଥିବା ଖବର ବେଶୀ ଦେଖାଯିବାରୁ ଗତ 1983 ମସିହାରେ ଏହି କାନୁନ ପ୍ରଣୟନ ହୋଇଥିଲା। କିନ୍ତୁ ଏହି କାନୁନ ସମ୍ପର୍କରେ ଅଧିକାଂଶ ଲୋକ ଅବଗତ ନଥିଲେ। ବିଶେଷ କରି ମହିଳାମାନେ ହିଁ ଜାଣିନଥିଲେ। ଜାଣିଲେ ବି ଥାନାକୁ ଯାଇ ସ୍ୱାମୀ ଓ ଶ୍ୱଶୁରଙ୍କର ଘର ଲୋକମାନଙ୍କ ବିରୁଦ୍ଧରେ ଅଭିଯୋଗ କରିବାକୁ ସାହସ କରୁନଥିଲେ। ଯୌତୁକ ଦାବି କରି ଧୀରେ ଧୀରେ ବଧୂ ହତ୍ୟା ବା ଆତ୍ମହତ୍ୟା ସଂଖ୍ୟା ବୃଦ୍ଧି ପାଇଲା। ଏହାକୁ ଦେଖି ଗତ ଜାନୁଆରୀ 1992 ମସିହାରେ ରାଷ୍ଟ୍ରୀୟ ମହିଳା କମିଶନ ଗଠନ ମଧ୍ୟ ହେଲା। ପ୍ରତ୍ୟେକ ରାଜ୍ୟର ମହିଳା ରାଷ୍ଟ୍ରୀୟ ମହିଳା କମିଶନରେ କିଛି ମହିଳା ନେତ୍ରୀ ମଧ୍ୟ ରହିଲେ। ସେମାନେ ରାଜ୍ୟର ସ୍କୁଲ, କଲେଜ, ଗ୍ରାମ, ସହରର ସାହିରେ ବୁଲି ବୁଲି ସଭା ସମିତି କରି ନାରୀମାନଙ୍କର ସୁରକ୍ଷା ପାଇଁ ତିଆରି ହୋଇଥିବା ଏହି ଅମୋଘ କାନୁନୀ ଅସ୍ତ୍ର ସମ୍ପର୍କରେ ବୁଝାଇଦେଲେ। ଦରକାର ପଡ଼ିଲେ ନାରୀ ନେତ୍ରୀମାନେ ପୀଡ଼ିତାଙ୍କ ସହିତ ମିଶି ପୋଲିସ ଥାନାକୁ ଅଭିଯୋଗ ପତ୍ର ଦେବା ପାଇଁ ଯିବେ ବୋଲି ପ୍ରତିଶ୍ରୁତି ମଧ୍ୟ ଦେଲେ। ତାପରେ ପରେ ଆମ ଦେଶରେ ଧାରା 498 କ କାନୁନକୁ ନେଇ ଯେଉଁ ଷଡ଼ଯନ୍ତ୍ର ଖେଳ ଆରମ୍ଭ ହୋଇଗଲା, ସେଥିରେ ଦେଶର ଅବାଳ ବୃଦ୍ଧ ବନିତା ପ୍ରଭାବିତ ହୋଇଗଲେ। ଲକ୍ଷ ଲକ୍ଷ ନିରୀହ ଲୋକମାନେ ଜେଲରେ ପଶିଗଲେ। ସତେ ଯେପରି ପବିତ୍ର ଯୌତୁକ ନିବାରଣ କାନୁନ ଧାରାରେ ସ୍ନାନ କରି ଦଲାଲ, ମହିଳା ନେତ୍ରୀ, ପୋଲିସ, ଓକିଲ ଓ ନ୍ୟାୟାଧୀଶମାନେ ମୋକ୍ଷ ପ୍ରାପ୍ତ କଲେ। କୋଟି କୋଟି ଟଙ୍କାର ବ୍ୟବସାୟ ଚାଲିଲା। ନିଜର ଇଜ୍ଜତ ବଞ୍ଚାଇବା ପାଇଁ ଶ୍ୱଶୁର ଘର ଲୋକମାନେ ଲକ୍ଷ ଲକ୍ଷ ଟଙ୍କା ଖର୍ଚ୍ଚ କଲେ। ସମସ୍ତଙ୍କ ମନରେ କୋକୁଆ ଭୟ ଭର୍ତ୍ତି ହୋଇଗଲା। ପରିସ୍ଥିତି ଏତେ ବିଗିଡ଼ିଗଲା ଯେ NCRB ରିପୋର୍ଟ ଅନୁସାରେ ପ୍ରତିବର୍ଷ ବିବାହିତା ମହିଳାଙ୍କ ତୁଳନାରେ ବିବାହିତ ପୁରୁଷଙ୍କର ଆତ୍ମହତ୍ୟା ସଂଖ୍ୟା 2 ଗୁଣ ହୋଇଗଲା। ପରିତାପର ବିଷୟ ହେଉଛି ଯେ
ଆଜି ପୋଲିସ ଓ ମହିଳା ସଂରକ୍ଷଣ ବିଭାଗ ଉଭୟ ମହିଳାଙ୍କ ପକ୍ଷରେ ପକ୍ଷପାତପୂର୍ଣ୍ଣ କାନୁନଗୁଡ଼ିକର ମଜା ଲୁଟି ନେଉଛନ୍ତି। ଦୁହିଁଙ୍କ ଯଥେଷ୍ଟ ଟଙ୍କା ମିଳୁଛି। ତା ସହିତ ପୁରୁଷଙ୍କର ପରିବାରଜନକୁ ପ୍ରତାଡ଼ିତ କରି ଅଲଗା ମଜା ନେଉଛନ୍ତି। ଦାମ୍ପତ୍ୟ ଜୀବନରେ ସ୍ୱାମୀ ସ୍ତ୍ରୀଙ୍କ ଭିତରେ ହେଉଥିବା ସାମାନ୍ୟ ଝଗଡ଼ାର ଫାଇଦା ମହିଳାଙ୍କ ମାତା ଓ ପିତାଙ୍କୁ ମିଳୁଛି। କନ୍ୟାଙ୍କୁ ଫୋନ କରି ନିର୍ଦ୍ଦେଶ ଦେଉଛନ୍ତି, ତୁରନ୍ତ ବଡ଼ ପାଟିରେ ଚିତ୍କାର କରି ପାଖ ପଡ଼ିଶାଙ୍କୁ ଏକାଠି କର, ତାପରେ ପୋଲିସକୁ ଖବର ଦେଇ ଆସିବାକୁ କହ। ଏହାଦ୍ୱାରା ପରିସ୍ଥିତି ଆହୁରି ଗମ୍ଭୀର ହୋଇଯାଉଛି। ପୁରୁଷଙ୍କ ପକ୍ଷରୁ କୌଣସି ଅଭିଯୋଗ ଶୁଣାଯାଏ ନାହିଁ। ପୁରୁଷଙ୍କ ବିରୁଦ୍ଧରେ ଯେଉଁ ଅଭିଯୋଗ ପତ୍ର ଲେଖାଯାଉଛି ସେଥିରେ ଅନେକ ପ୍ରକାରର ପୂର୍ବ ନିୟୋଜିତ ଅସତ୍ୟ ବା ଅର୍ଦ୍ଧସତ୍ୟ ହିଁ ରେକର୍ଡ କରାଯାଉଛି। ବିଭିନ୍ନ ଗାଁ ଗହଳରୁ ସାଧାରଣ ପରିବାରର ଉଚ୍ଚଶିକ୍ଷା ପ୍ରାପ୍ତ କରି ଦୂର ସହରକୁ ଯାଇ ଭଲ ଦରମା ପାଇ ଚାକିରି କରୁଥିବା ଯୁବତୀମାନେ ଅତି ମହତ୍ୱାକାଂକ୍ଷୀ ହୋଇଯାଆନ୍ତି। ସେମାନଙ୍କ ପାଇଁ ବେଶୀ ଟଙ୍କାର ଚାକିରି, ବ୍ୟାଙ୍କ ବାଲାନ୍ସ, ମହଙ୍ଗା କାର, ମହଙ୍ଗା କୋଠାଘର, ଆଧୁନିକ ବୈଦ୍ୟୁତିକ ଉପକରଣ ଆଦି ପ୍ରାପ୍ତ କରିବା ପାଇଁ ସେମାନେ ଯେକୌଣସି ଅନୈତିକ କାମ କରିବା ପାଇଁ ପଛଘୁଞ୍ଚା ଦେଉନାହାନ୍ତି। ସେମାନଙ୍କ ପାଇଁ ନିଜର ପରିବାରକ ସଂସ୍କାର, ଇଜ୍ଜତ ମହତ କିଛି ମାନେ ରଖେ ନାହିଁ। ନିଜର ଖୁସି ପାଇଁ ପୁରୁଷ ବନ୍ଧୁଙ୍କ ସହିତ ଲିଭ୍ ଇନ୍ ରିଲେସନରେ ରହିବାକୁ ଅନୁଚିତ ବୋଲି ଭାବୁନାହାନ୍ତି। ଏପରିକି ତାଙ୍କର ବିବାହିତା ପୁରୁଷ ଜୀବନସାଥୀ ସ୍ୱାମୀ ମଧ୍ୟ ତାଙ୍କର ଇଚ୍ଛା ମୁତାବକ ଚାଲିବା ଉଚିତ ବୋଲି ଭାବୁଛନ୍ତି। ସେମାନଙ୍କ ଯୁକ୍ତି ହେଉଛି ଯେ ଅତୀତରେ ମୋର ମା, ଜେଜେମା, ଆଈମା ଯେଉଁଭଳି ପୁରୁଷମାନଙ୍କ ଦ୍ୱାରା ନିର୍ଯାତିତ ହେଉଥିଲେ, ଆଜି ମୁଁ ସେପରି ହେବି ନାହିଁ। ସେମାନଙ୍କ ଯୁକ୍ତି ଶୁଣିବାକୁ ଠିକ୍ ଲାଗିପାରେ, କିନ୍ତୁ ସେମାନଙ୍କ ବାସ୍ତବିକ ଜୀବନରେ ପ୍ରକଟ କରୁଥିବା ପ୍ରତିକ୍ରିୟା ଠିକ୍ ହେଉନାହିଁ। ଯୁବତୀଙ୍କ ଉତ୍ସୃଙ୍ଖଳ ବ୍ୟବହାର ଦ୍ୱାରା ପୁରୁଷମାନେ ନିର୍ଯାତିତ ହେବା କ'ଣ ଠିକ୍ ହେବ? ବୈବାହିକ ଜୀବନରେ ସ୍ୱାମୀ ଓ ସ୍ତ୍ରୀଙ୍କ ଭିତରେ ସନ୍ତୁଳନ ରହିବା ନିହାତି ଆବଶ୍ୟକ। ଛୋଟ ଛୋଟ ମତାନ୍ତରକୁ ବଡ଼ କରି ଦୁହିଁଙ୍କ ଭିତରେ ମନାନ୍ତର ସୃଷ୍ଟି କରିଦେବା ଉଚିତ ନୁହେଁ। ଆଜିର ସମୟରେ ଯଦି ଯୌତୁକ ନିବାରଣ କାନୁନରେ ସନ୍ତୁଳନ ରଖି ସଂଶୋଧନ କରାଯିବ ନାହିଁ, ତେବେ ଭବିଷ୍ୟତରେ ଭାରତର ବୈବାହିକ ଅନୁଷ୍ଠାନ ଧୀରେ ଧୀରେ ବନ୍ଦ ହୋଇଯିବ। ଏହି କାନୁନ ଭୟରେ ଆଜି ଯୁବକ ଯୁବତୀଙ୍କ ବିବାହ ବୟସ ଗଡ଼ି ଯାଉଥିଲେ ମଧ୍ୟ ବିବାହ କରିବାକୁ ସାହସ କରୁନାହାନ୍ତି। ଭିଡ଼ିଓ ଭଲ ଲାଗିଲେ ଲାଇକ୍ କରନ୍ତୁ, କମେଣ୍ଟ ବକ୍ସରେ ନିଜର ମତାମତ ଦିଅନ୍ତୁ। ଭିଡ଼ିଓ ଭଲ ଲାଗିଲେ ଭିଡ଼ିଓକୁ ସେୟାର ମଧ୍ୟ କରନ୍ତୁ। ନୂଆ ଭିଡ଼ିଓ ଦେଖିବା ପାଇଁ ଟ୍ରୁଥ୍ ଅଫ୍ ଓଡ଼ିଆ ଚ୍ୟାନେଲକୁ ସବସ୍କ୍ରାଇବ୍ କରନ୍ତୁ ଏବଂ ବେଲ୍ ଆଇକନକୁ ଦବାଇ ଦିଅନ୍ତୁ। ପରବର୍ତ୍ତୀ ନୂଆ ଭିଡ଼ିଓକୁ ଦେଖିବା ପାଇଁ ଅପେକ୍ଷା କରନ୍ତୁ। ଦେଖାହେବ ପୁଣି ଆଉ ଏକ ଶିକ୍ଷଣୀୟ ଭିଡ଼ିଓରେ। ନମସ୍କାର।